ভিজিଲାନ୍ସ ଜେଲରେ ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ ସସ୍ମିତା ଓରାମ। ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଥିଲାବେଳେ କଳା କାରନାମାରେ ଏବେ ଭିଜିଲାନ୍ସ ଜେଲରେ ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ ସସ୍ମିତା ଓରାମ। 8,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ। ଗତ ଗୋଟିଏ ବର୍ଷ ହେବ ଗାଇସିଲାଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତରେ କାର୍ଯ୍ୟରତ ଥିବାବେଳେ ବିଗତ 1 ବର୍ଷ ହେବ ଚାକିରିରେ ଯୋଗଦାନ କରିଥିଲେ। କିନ୍ତୁ ମନରେଗା କାର୍ଯ୍ୟ ପାଇଁ ହିତାଧିକାରୀଙ୍କ ଠାରୁ 8,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଟିମ୍। ତେଣୁ ଦରମାରୁ ବାହାରେ ଅଧିକ ଅର୍ଥ ଉପାର୍ଜନ ଟଙ୍କା ଲୋଭରେ ଏବେ ପଡ଼ିଲା ମହଙ୍ଗା। ଯଦି ଗୋଟିଏ ବର୍ଷରେ ଏମିତି କାର୍ଯ୍ୟ କରିବେ ଆଗକୁ ବା କ'ଣ ନ କରିଥାନ୍ତି। ତାହା ଏତିକିରେ ଶାନ୍ତି ନୁହେଁ। ଗାଇସିଲାଟ ବ୍ଲକର କାର୍ଯ୍ୟରତ କର୍ମଚାରୀମାନେ ଆଉ ଆଗକୁ କେଉଁ ବିଭାଗର ପାଳି ପଡ଼ିବ ତାହା ଅପେକ୍ଷାରେ ଚାହିଁ ରହିଅଛନ୍ତି ଗାଇସିଲାଟ ଅଞ୍ଚଳବାସୀ। ବରଗଡ଼ ଜିଲ୍ଲାରୁ ଶ୍ୟାମସୁନ୍ଦର ସୁନାଙ୍କ ରିପୋର୍ଟ, ମାତୃଭୂମି ଲାଇଭ ଟିଭି। आपणकर परिचय टिके देबे कौन टिके आपन ना टिके कोन आज्ञा ना टिके कौन ना टिके कोन ना प्रदीप कुमार साहू। हां मु डांगबाहल पूर्वतन सरपंच आज्ञा काना हे जे मु रोड काम दिता कोथिनी ग्रेड 1 मेटाली। हां जेंटा कि से मते 10% डिमांड कोले आरो ब्लैकमेलिंग कोले मते कोनी दे। हां आपन केते टका दउथले ना दे करी केते काना हे जे कोन तो हेटा कि पर केते टका देथिले आपन लाज केते टका नेथिले आपन कठारु केते टका नेथिले लाज केते टका नेथिले आपन कठारु आज्ञा लाज केते टका नउथले हला आज्ञा हला आज्ञा